मनोज दासଙ୍କ ଅଜଣାର ଅନ୍ୱେଷଣେ ନବମ ପରିଚ୍ଛେଦ। ଏକ ଉଦ୍ୟାନ, ଏକ ଇତିହାସ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। ଆଜି 22 ଅକ୍ଟୋବର 2011 ରାତି। ଅଜଣାର ଅନ୍ୱେଷଣେ ଶୀର୍ଷକ ନିବନ୍ଧମାଳାର ଏହି ପ୍ରାକ୍ ସମାପ୍ତି ପରିଚ୍ଛେଦଟି ଲେଖିବା ଆରମ୍ଭ କରୁଛି ଭାରତ ସୀମାନ୍ତରୁ 22 କିଲୋମିଟର ଦୂର ନେପାଳ ଅଭ୍ୟନ୍ତରବର୍ତ୍ତୀ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଉଦ୍ୟାନ ପରିଦର୍ଶନ କରି ଗୋରଖପୁର ପ୍ରତ୍ୟାବର୍ତ୍ତନ ଅନ୍ତେ। ଏ ସୁଯୋଗଟି ମିଳିବା ପଛରେ ରହିଥିଲା ଅବିସ୍ମରଣୀୟ ଯୋଗାଯୋଗ। ପ୍ରାୟ 3 ବର୍ଷ ତଳେ ଲକ୍ଷ୍ନୌ ଓଡ଼ିଆ ସମାଜର ନିମନ୍ତ୍ରଣ କ୍ରମେ ସେଠାକୁ ଯାଇଥିବା ବେଳେ ପ୍ରତିଷ୍ଠାନର ସଭାପତି ଶ୍ରୀମାନ ଗୋପବନ୍ଧୁ ପଟ୍ଟନାୟକ କହିଥିଲେ, ଆପଣ ଯଦି ଆଉ କେବେ ଥରେ ଉତ୍ତର ଭାରତର ଏ ମୁଲକକୁ ଆସନ୍ତେ ତେବେ ଆପଣଙ୍କୁ ଏଭଳି ଏକ ସ୍ଥାନକୁ ନେଇଯାଆନ୍ତି ଯାହାର ପରିବେଶ ଆପଣଙ୍କୁ ନିଶ୍ଚିତ ଭାବେ ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୁଅନ୍ତା। ଏ ଲେଖକ କୌତୂହଳୀ ହୁଅନ୍ତେ ସେ କହିଥିଲେ, ସ୍ଥାନଟିର ନାମ କୁଶୀନଗର, ବୁଦ୍ଧଙ୍କର ମହାନିର୍ବାଣର ସ୍ଥଳୀ। ପରେ ପରେ ତାଙ୍କର ସେ ସ୍ୱତଃସ୍ଫୂର୍ତ୍ତ ପ୍ରତିଶ୍ରୁତିରେ ସଂଯୋଜିତ ହେଲା ଅନ୍ୟ ଏକ ସ୍ଥାନ, ଲୁମ୍ବିନୀ ଉଦ୍ୟାନ, ବୁଦ୍ଧଙ୍କର ଜନ୍ମସ୍ଥଳୀ। ଏ ଲେଖକ ଭ୍ରମଣ ବିଳାସୀ ନୁହେଁ। କେବଳ ସ୍ଥାନ ଦର୍ଶନ ଉଦ୍ଦେଶ୍ୟରେ ସେ କ୍ୱଚିତ୍ କେବେ କୌଣସି ସ୍ଥାନ ଅଭିମୁଖେ ଯାତ୍ରା କରିଥାଏ। କିନ୍ତୁ ଗୋପବନ୍ଧୁ ବାବୁଙ୍କ ପ୍ରସ୍ତାବ ସେଦିନ ସମ୍ଭାବନାର ଦିଗ୍ବଳୟରେ ଏକ ଇନ୍ଦ୍ରଧନୁ ବିକଶିତ କଲା ଭଳି ଏ ଲେଖକର ମନେ ହୋଇଥିଲା। ଅପେକ୍ଷା କରିଥିଲି ଅବସରକୁ। 3 ମାସ ତଳେ ଗୋରଖପୁର ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ମୁଖ୍ୟ ପ୍ରଫେସର ଅଞ୍ଜନୀ କୁମାର ସିଂ ମୋତେ ସାକ୍ଷାତ କରି ଯେତେବେଳେ ପଚାରିଲେ, ପ୍ରାୟ 10 ବର୍ଷ ତଳେ ଲକ୍ଷ୍ନୌରୁ କାର୍ ଯୋଗେ ଅଯୋଧ୍ୟା ଯିବା ମାର୍ଗରେ ଗୋରଖପୁରରେ ଅଳ୍ପ ସମୟ ପାଇଁ ଅଟକି ଆମ ବିଶ୍ୱବିଦ୍ୟାଳୟରେ ଏକ ସଂକ୍ଷିପ୍ତ ଭାଷଣ ଦେବା ଅନ୍ତେ ପୁନର୍ବାର ଆସିବାର ପ୍ରତିଶ୍ରୁତି ଦେଇଥିଲେ, ଏବେ ତାହା ରକ୍ଷା କରିବେ କି? ସେତେବେଳେ ମୁହୂର୍ତ୍ତେ ଦ୍ୱିଧା ନ କରି କହିଲି, ଅବଶ୍ୟ ରକ୍ଷା କରିବି। ଗୋରଖପୁର ହିଁ ଉଭୟ ଲୁମ୍ବିନୀ ଏବଂ କୁଶୀନଗର ଯାତ୍ରା ପାଇଁ ସ୍ୱାଭାବିକ ପ୍ରାରମ୍ଭ ସ୍ଥଳ। ପରେ ପରେ ବିଶ୍ୱବିଦ୍ୟାଳୟର କୁଳପତି ବିଶିଷ୍ଟ ବିଜ୍ଞାନ ଲେଖକ ପ୍ରଫେସର P.C. ତ୍ରିପାଠୀଙ୍କ ଠାରୁ ଆସିଲା UGC ଏକ୍ସଟେନସନ୍ ଲେକ୍ଚର ସକାଶେ ନିମନ୍ତ୍ରଣ। ଗୋପବନ୍ଧୁ ବାବୁଙ୍କୁ ଜଣାଇଲି। ସେ ଆସି ଯଥା ସମୟରେ ଗୋରଖପୁରରେ ପହଞ୍ଚିବାର ପ୍ରତିଶ୍ରୁତି ଦେଲେ। ଦିଲ୍ଲୀରୁ ଗୋରଖପୁର ଯାଏ ଅପେକ୍ଷାକୃତ ଛୋଟ ବିମାନ। ଅଧ ମିନିଟିଏ ଗଡ଼ି ସେ ଗୋଟିକ କାହିଁକି ସ୍ଥାଣୁ ହୋଇ ରହିଲା ପ୍ରାୟ 20 ମିନିଟ୍ କାଳ, ତାହା ବୁଝିଲି ଯେତେବେଳେ ସବା ପଛ 2ଟି ଆସନରେ ଯୋଡ଼ିଏ ଖବରକାଗଜ ସୁଲଭ ମୁହଁ ଫୁଟି ଉଠିଲେ। ଜଣେ ମନ୍ତ୍ରୀ ଓ ଆଉ ଜଣେ ନେତା, ଯଥାକ୍ରମେ ଗୁଲାମ ନବୀ ଆଜାଦ ଏବଂ ଦିଗ୍ବିଜୟ ସିଂ। ଅବତରଣ ପାଇଁ ମଧ୍ୟ ଊଣାଧିକ ସମାନ ବିଳମ୍ବ। ଯେହେତୁ କଡ଼ା ସୁରକ୍ଷା ମୁକ୍ତ ସେ ଗୌଣ ବିମାନ ବନ୍ଦରର ବିମାନ ପାଖକୁ ଭିଡ଼ି ହୋଇ ଆସିଥିଲେ, ସେ ଦୁହିଁଙ୍କୁ ସ୍ୱାଗତ କରିବା ନିମନ୍ତେ ଅର୍ଦ୍ଧଶତ ସରିକି ଦଳୀୟ ନାଗରିକ। ଭିଡ଼ ବାହାରେ ଅସହାୟ ଠିଆ ହୋଇଥିଲେ ମୋର ସ୍ୱାଗତକାରୀ ଅଧ୍ୟାପକ ଅଧ୍ୟାପିକାମାନେ। ମୁଖ୍ୟ ପ୍ରସଙ୍ଗର ବହିର୍ଭୂତ ହେଲେ ବି ଲେଖୁଛି ଗୋଟିଏ ଯୋଡ଼ିଏ କଥା। ପହଞ୍ଚିବା ପରଦିନ ପୂର୍ବାହ୍ନରେ ମୋର କାର୍ଯ୍ୟକ୍ରମ। କୁଳପତି ମହୋଦୟ ତାଙ୍କ କାର୍ ଯୋଗେ ମୋତେ ପ୍ରେକ୍ଷାଳୟକୁ ନେଲାବେଳେ ଦେଖି ଆମୋଦିତ ହେଲି। ଆଗରେ ବସିଛି ସଶସ୍ତ୍ର ଦେହ ରଖି। କୁଳପତି ଭଳି ସମ୍ମାନିତ ନିରୀହ ଆସନ ପାଇଁ ପୁଣି ଏମିତି ବ୍ୟବସ୍ଥା? ତେବେ ବିସ୍ମିତ ହେଲି ପ୍ରେକ୍ଷାଳୟରେ ପ୍ରବେଶ କରି। ବିରାଟ ପରିସରର ସମସ୍ତ ଆସନ ଅଧିକୃତ। ଚାହୁଁ ଚାହୁଁ କର୍ମଚାରୀମାନେ ପ୍ରାୟ 200 ଅଧିକ ଚୌକି ଆଣି ସ୍ଥାପନ କଲେ। ତଥାପି ଠିଆ ହୋଇ ରହିଥାନ୍ତି ଆହୁରି 150 ସରିକି ଶ୍ରୋତା, ପ୍ରାୟ ସଭିଏଁ ଛାତ୍ର। ଶୁଣିଥିଲି ସେ ବିଶ୍ୱବିଦ୍ୟାଳୟ ଭୀଷଣ ବିଶୃଙ୍ଖଳାଯୁକ୍ତ। ଡ୍ରାଇଭର ପାଖରେ ବନ୍ଧୁକଧାରୀ ଦେଖି ସେ ଲୋକପବାଦ ଦୁର୍ନିବାରରେ ମୋର ଆଉ ସନ୍ଦେହ ନଥିଲା।
କିନ୍ତୁ ଏ ସମାବେଶ ତ ସୁଶୃଙ୍ଖଳ। ମୋତେ କୁହାଗଲା ସେଭଳି ସମାବେଶ ତହିଁ ଉପସ୍ଥିତ ପ୍ରବୀଣତମ ବ୍ୟକ୍ତିଙ୍କ ସ୍ମୃତିରେ ବି ନଥିଲା। କିନ୍ତୁ ଯେଉଁ ମୂଲ୍ୟବାନ କଥାଟି ଅଚିରେ ହୃଦୟଙ୍ଗମ କଲି ତାହା ହେଲା, ଏ ସଭା ସକାଶେ ଅଧ୍ୟାପକମାନେ ସେମାନଙ୍କ ସଦିଚ୍ଛା ଏବଂ ପ୍ରଭାବର ପ୍ରୟୋଗ କରିଥିଲେ। ଦର୍ଶନ ବିଭାଗର ତଥା ଇଂରାଜୀ ଓ ହିନ୍ଦୀ ବିଭାଗର ମୁଖ୍ୟ ପ୍ରଫେସରମାନେ ଏବଂ ଏକାଡେମିକ୍ ଷ୍ଟାଫ୍ କଲେଜର ନିର୍ଦ୍ଦେଶକ ଏବଂ ସହକର୍ମୀବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ଜଣାଇଲେ ସଭାରେ ସେମାନଙ୍କ ଉପସ୍ଥିତି ଏକାନ୍ତ କାମ୍ୟ। ଅନ୍ୟ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଙ୍କ ପାଇଁ ଏହା ସାମାନ୍ୟ ଦୃଷ୍ଟାନ୍ତଟିଏ ହୋଇପାରେ। ସେହି ଭରସାରେ ଏହାର ଉଲ୍ଲେଖ କଲି। ଛାତ୍ର ଓ ଅଧ୍ୟାପକଙ୍କ ଭିତରେ ଆଜି ସମ୍ଭ୍ରମତାର ସେତୁ ଭୁଷୁଡ଼ି ପଡ଼ିଛି ଏବଂ ଏଭଳି କାର୍ଯ୍ୟକ୍ରମ ପାଇଁ ଅଧ୍ୟାପକମାନେ ପ୍ରାୟ ଉଦାସୀନ ରହନ୍ତି। ଏ ପରିଚ୍ଛେଦଟି ଯେତେବେଳେ ଦିନପଞ୍ଜି ଭଳି ଲେଖୁଛି ସେତେବେଳେ ସେଦିନର ଅପରାହ୍ନର ଅଭିଜ୍ଞତା ଟିକକ ମଧ୍ୟ ଲିପିବଦ୍ଧ କରୁଛି। ଅଧ୍ୟାପକ ଅଞ୍ଜନୀ କୁମାର ପ୍ରସ୍ତାବ କଲେ, ଚାଲନ୍ତୁ ମଗହର ବୁଲି ଆସିବେ। ମଗହର ମାନେ ସନ୍ଥ କବୀରଙ୍କ ସ୍ମୃତିପୂତ ମଗହର? ଠିକ୍, ଯିବା ଆସିବା ଏବଂ ଦର୍ଶନ 3 ଘଣ୍ଟା ଭିତରେ ସମାଧା ହୋଇଯିବ, ବନ୍ଧୁ ଜଣାଇଲେ। ମଗହର ଖାଲି ସନ୍ଥ କବୀରଙ୍କ ତିରୋଧାନ ସ୍ଥଳୀ ନୁହେଁ, ଆମର କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ପ୍ରତି ତାଙ୍କ ଉପହାସର ପ୍ରତୀକ। ଜନଶ୍ରୁତି ଥାଏ, ଯିଏ ବାରାଣସୀରେ ପ୍ରାଣତ୍ୟାଗ କରିବ ସେ ହେବ ସିଧାସଳଖ ସ୍ୱର୍ଗବାସୀ, ଯିଏ ମଗହରରେ ମରିବ ସିଏ ହେବ ନରକ ପଥଗାମୀ। ମଗହରରେ ମରିବାର ସିଦ୍ଧାନ୍ତ କରି ଅନ୍ଧବିଶ୍ୱାସ ବିରୋଧୀ ସନ୍ଥ କବୀର ତାଙ୍କ ଜୀବନର ଶେଷ ପର୍ଯ୍ୟାୟ ସେଇଠାରେ କରିଥିଲେ ଅତିବାହିତ। ସନ୍ଥଙ୍କ ଜନ୍ମବୃତ୍ତାନ୍ତ ତିମିରାଚ୍ଛନ୍ନ। ତାଙ୍କ ଜୀବନ କିନ୍ତୁ ବୈପ୍ଳବିକ ଭାବନା ଓ ରଚନାରେ ପ୍ରଖର ଜ୍ୟୋତିଷ୍ମାତ। ବାରାଣସୀ ସନ୍ନିକଟ ଏକ ମୁସଲିମ ପରିବାର ତାଙ୍କୁ ଲାଳନ ପାଳନ କରିଥିଲେ। ବାଲ୍ୟାବସ୍ଥାରେ ହିଁ ସେ କରୁଥିଲେ ସତ୍ୟର ସନ୍ଧାନ। ଗୁରୁ ରାମାନନ୍ଦ ତାଙ୍କ ଜାତିଗୋତ୍ର ସମ୍ପର୍କରେ ସନ୍ଦିହାନ ଥିବାରୁ ତାଙ୍କୁ ରାମ ନାମରେ ଦୀକ୍ଷିତ କରିବାକୁ ନାସ୍ତି କରନ୍ତେ ଦିନେ ପ୍ରତ୍ୟୁଷରେ ସେ ଗଙ୍ଗାଘାଟ ପାହାଚ ଉପରେ ଶୋଇ ରହିଲେ। ଅନ୍ଧକାର ଅପସରି ନାହିଁ। ରାମାନନ୍ଦଜୀ ସ୍ନାନ ସମାପନାନ୍ତେ ଉପରକୁ ଉଠିବା ବେଳେ ବାଳକ ଉପରେ ପାଦ ପଡ଼ିଯିବା ମାତ୍ରେ ଚମକି ପଡ଼ି କହି ପକାଇଲେ, ରାମ ରାମ। ପ୍ରଣାମ ଗୁରୁଦେବ। ଅଦ୍ୟ ଶୁଭ ପ୍ରଭାତରେ ମୋତେ ରାମ ନାମରେ ଦୀକ୍ଷିତ କରି ଧନ୍ୟ କଲେ। କରଯୋଡ଼ି କହିଲେ କବୀର। ବାଳକର ବିଚକ୍ଷଣତା ରାମାନନ୍ଦଙ୍କୁ ମୁଗ୍ଧ କଲା। କବୀର ବନିଗଲେ ତାଙ୍କ ଚେଲା। କିନ୍ତୁ ଚେଲା ପଦରୁ ଗୁରୁ ପର୍ଯ୍ୟାୟକୁ ଉନ୍ନୀତ ହେବା ନିମନ୍ତେ ତାଙ୍କୁ ବେଶୀ ସମୟ ଲାଗିଲା ନାହିଁ। ବରଂ ବେଶୀ ସମୟ ତାଙ୍କୁ ଲୋକେ ଦେଲେ ନାହିଁ। ତାଙ୍କ ବୈପ୍ଳବିକ ଉଚ୍ଚାରଣୀ ବେଶ କିଛି ଲୋକଙ୍କୁ ପ୍ରଭାବିତ କଲା। ଭକ୍ତି, ବିଦ୍ରୂପ ଓ ଦର୍ଶନର ଅପୂର୍ବ ସମନ୍ୱୟ ସମୃଦ୍ଧ ତାଙ୍କ କବିତାମାନ ଅନେକଙ୍କ ଚେତନାରେ ଆଣିଦେଲା ବୈପ୍ଳବିକ ସ୍ପନ୍ଦନ। ସେ ଅନୁଗତ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ ଉଭୟ ହିନ୍ଦୁ ଏବଂ ମୁସଲମାନ। ତେବେ ଉଭୟ ଧର୍ମଭୁକ୍ତ କେହି କେହି ପଣ୍ଡିତ ତାଙ୍କୁ ତୀବ୍ର ବିରୋଧ ମଧ୍ୟ କଲେ। ନ କରନ୍ତେ ବା କେମିତି? ତାଙ୍କ ରୋକଠୋକ୍ ଜବାବର ଚାବୁକ ସହିନେଲା ଭଳି ସହିଷ୍ଣୁତା କ୍ୱଚିତ୍ କାହାରି ଥିଲା। ଆଜି ବି ନାହିଁ। ଥରେ ଜଣେ ମୁସଲିମ ସନ୍ଥ ଶେଖ୍ ତାକି ତାଙ୍କୁ ଦେଖା କରିବାକୁ ଆସିବା ବେଳକୁ ତାଙ୍କ କୁଡ଼ିଆ ଆଗରେ ବନ୍ଧା ହୋଇ ରହିଛି ଗୋଟାଏ ଘୁଷୁରୀ। ଏମିତି ଗୋଟାଏ ଅପରିଚ୍ଛନ୍ନ ପଶୁକୁ ତମ ଦ୍ୱାର ଦେଶରେ ରଖିଛ, ଲାଜ ନାହିଁ? ଆଗନ୍ତୁକ ବିରକ୍ତ ହୋଇ କହିଲେ। ଦେଖ ଶେଖ୍, ସେ ଅପରିଚ୍ଛନ୍ନ ପଶୁ ରହିଛି ମୋ ବାହାରେ। ତମେ ନିଜ ଭିତରେ କେତେ ଅପରିଚ୍ଛନ୍ନ ପଶୁ ପାଳି ପୋଷି ରଖିଛ, ସେ କଥା କେବେ ହେଲେ ଭାବି ଦେଖିଛ? ଥରେ ଚିହ୍ନ ସେ ପଶୁମାନଙ୍କୁ। ତମ ଲୋଭ, ଅହଙ୍କାର, ବିଦ୍ୱେଷ ଓ ଈର୍ଷାପରାୟଣତାକୁ। ଚେତାଇ ଦେଲେ କବୀର। ଗୋଟାଏ କିମ୍ବଦନ୍ତୀ କହେ, ଶେଖ୍ ତାକି ପରବର୍ତ୍ତୀ କାଳରେ କବୀରଙ୍କୁ ଗୁରୁର ମାନ୍ୟତା ଦେଇଥିଲେ। ଭଗବାନ ଏକ ଏବଂ ତାଙ୍କୁ କେନ୍ଦ୍ର କରି ବିବାଦ ଓ ସଂଘର୍ଷ ନିର୍ବୋଧତା। ଏ ସରଳ ତତ୍ତ୍ୱ ଅନେକଙ୍କୁ ସୁହାଇଲା ନାହିଁ।
ଯେମିତି ଆଜି ବି ସୁହାଏ ନାହିଁ। ତଥାକଥିତ ସମ୍ରାଟ ଇବ୍ରାହିମ ଲୋଦି ବି ତାଙ୍କୁ ଲାଞ୍ଛନା ଦେଲେ। ସେ ବାରାଣାସୀ ତ୍ୟାଗ କରି ଭାରତର ବିଭିନ୍ନ ଅଞ୍ଚଳ ବୁଲିବା ଉତ୍ତାରୁ ଚାଲିଗଲେ ମଧ୍ୟପ୍ରାଚ୍ୟ। ଲେଉଟି ଆସିବା ପରେ ମଗହରଠି ବସବାସ କଲେ। ଲେଖିଲେ, କ୍ୟା କାଶୀ କ୍ୟା ଉସର ମଗହର, ରାମ ହୁଦି ବସ ମେରା, ଜଡ଼ କାଶୀ ତନ ତ୍ୟାଗେ କବୀର, ରାମେ କୌନୁ ନିହେରା। ଅର୍ଥାତ୍ କବୀରଙ୍କ ପାଇଁ କାଶୀ କ'ଣ ମଗହର କ'ଣ, ଯଦି ତାଙ୍କ ହୃଦୟରେ ସର୍ବଦା ରାମଙ୍କ ନିବାସ। ଯଦି କାଶୀରେ ହିଁ ତନୁ ତ୍ୟାଗ ନ କଲେ ନ ହୁଏ, ତେବେ ରାମଙ୍କ ଭୂମିକା ଆଉ କ'ଣ? କଳ୍ପନା କରିଥିଲି କବୀରପନ୍ଥୀମାନଙ୍କ ହେପାଜତରେ ଥିବା କବୀରଙ୍କ ସ୍ମୃତିସୌଧ ବିଶେଷ ଚିତ୍ତାକର୍ଷକ ହୋଇଥିବ। ପାଠକମାନଙ୍କୁ ଅବଶ୍ୟ ବିଦିତ ଥିବ ତାଙ୍କ ଦେହାବସାନ ପରବର୍ତ୍ତୀ ଆଲୌକିକ ଘଟଣା। ମୁସଲିମ ଭକ୍ତମାନେ ତାଙ୍କ ଦେହକୁ କବର ଦେବାକୁ ଜିଦ୍ଦି କଲେ। ହିନ୍ଦୁମାନେ ଦାହ କରିବାର ପକ୍ଷପାତୀ। ଯୁକ୍ତିତର୍କରେ ବିତିଗଲା ରାତି। ସକାଳେ ଦେଖିବା ବେଳକୁ ଦେହ ତାଙ୍କର ଅନ୍ତର୍ହିତ। ପଡ଼ି ରହିଛି କେତୋଟି ଫୁଲ। ସେ ଫୁଲ ସବୁକୁ ଦୁଇ ଭାଗ କରାଗଲା। ମୁସଲିମମାନେ ସେମାନଙ୍କ ଭାଗ ଉପରେ ସମାଧି ନିର୍ମାଣ କଲେ। ହିନ୍ଦୁମାନେ ସେମାନଙ୍କ ଭାଗ ଦାହ କରି ତହିଁ ଉପରେ ମନ୍ଦିର ଗଢ଼ିଲେ ନା ସେମିତି ତାକୁ ସୌଧସ୍ଥ କଲେ ଜାଣେନା। ଦୁଇ ଅନତି ବୃହତ୍ ଇମାରତ ପାଖାପାଖି ରହିଛନ୍ତି। ପରିବେଶ ନିର୍ଜନ ଏବଂ ଅପରିଚ୍ଛନ୍ନ। କବୀରଙ୍କ ଉପରେ କେତେ ପ୍ରାମାଣ୍ୟ ପୁସ୍ତକ ରହିଛି, କିନ୍ତୁ ଖଣ୍ଡିଏ ଅଧେ ମଳିନ ଏବଂ ମାମୁଲି ପୁସ୍ତକ ଛଡ଼ା ଆଉ କିଛି ଦେଖିବାକୁ ମିଳିଲା ନାହିଁ। ପରଦିନ ସକାଳେ କୁଳପତି ମହୋଦୟଙ୍କ ବାସଭବନରେ ଗୋପବନ୍ଧୁ ବାବୁ ଏବଂ ଏ ଲେଖକ ସକାଶେ ପ୍ରାତାହାର ନିମନ୍ତ୍ରଣ ଥିଲା। ମଗହରଠାରେ ମୋର ଅସନ୍ତୁଷ୍ଟ ଅଭିଜ୍ଞତାର ବର୍ଣ୍ଣନା ଦେଇ କହିଲି, ଯେଉଁ କବୀର ହିନ୍ଦୁ ମୁସଲିମ ଐକ୍ୟର ପ୍ରତୀକ, ତାଙ୍କ ସ୍ମୃତିସ୍ଥାନ ଏଡ଼େ ଅବହେଳିତ। ଗୋପବନ୍ଧୁ ବାବୁ ଏବଂ କୁଳପତି ପ୍ରଫେସର ତ୍ରିପାଠୀ ସେ ସ୍ଥଳୀର ଯଥାର୍ଥ ଉନ୍ନତି ହେବା ଏକାନ୍ତ ଆବଶ୍ୟକ ବୋଲି ଏକମତ ହେଲେ। କିନ୍ତୁ ମୋ ମନ୍ତବ୍ୟ ଉପରେ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ସଂଶୋଧନୀଟିଏ ଉପସ୍ଥାପନ କଲେ ଗୋପବନ୍ଧୁ ବାବୁ। କବୀର ଯେମିତି ଐକ୍ୟର ପ୍ରତୀକ, ତାଙ୍କ ଅନୁଗାମୀମାନଙ୍କ ହାତରେ ବନିଗଲେ ସେତିକି ଅନୈକ୍ୟର ପ୍ରତୀକ। ଅର୍ଥାତ୍ ତାଙ୍କ ଭକ୍ତ ହିନ୍ଦୁ ଓ ମୁସଲିମମାନେ ତାଙ୍କର ସମସ୍ତ ପ୍ରଜ୍ଞାଶାଣିତ ଉପଦେଶକୁ ବ୍ୟର୍ଥ କରି ତାଙ୍କରି ତିରୋଧାନର ସ୍ମୃତିକୁ ଦୁଇ ଭାଗ କରି ପକାଇଲେ। ସେ ଯୁଗ୍ମ ଇମାରତ କବୀରଙ୍କ ମହତ୍ ଭାବଧାରା ଗ୍ରହଣ କରିବା ଦିଗରେ ଆମ ଅସାମର୍ଥ୍ୟର ହିଁ ସାକ୍ଷ୍ୟ ଏବଂ ଏକ ଉପହାସ। ଆଶା କରାଯାଉ ସେ ସ୍ଥାନକୁ ତାର ଯଥାଯଥ ମର୍ଯ୍ୟାଦା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହି ଲଜ୍ଜାକର ସତ୍ୟଟି ସମ୍ପର୍କରେ ଆମକୁ ସଚେତନ କରିବା ଉପରେ ପ୍ରାଧାନ୍ୟ ଦିଆଯିବ। ମଧ୍ୟାହ୍ନର ଅବ୍ୟବହିତ ପୂର୍ବରୁ ଆମେ ଉପନୀତ ହେଲୁ ଭାରତ ନେପାଳ ସୀମାନ୍ତରେ। ଉତ୍ତରପ୍ରଦେଶ ସରକାରଙ୍କ ଅନ୍ୟତମ ତୁଙ୍ଗ ପ୍ରଶାସକ ହୋଇଥିବା ଦୃଷ୍ଟିରୁ ଗୋପବନ୍ଧୁ ବାବୁଙ୍କ କାର୍ ନେପାଳ ଭିତରକୁ ଯାଇପାରନ୍ତା। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସେ ତାଙ୍କ କାର୍ଯ୍ୟକ୍ରମ ଅବହିତ କରାଇଥିଲେ। କିନ୍ତୁ ଏହା ଏକ ବ୍ୟକ୍ତିଗତ ଯାତ୍ରା। ସେ ତାଙ୍କ ପଦବୀର ପ୍ରଭାବ କାର୍ଯ୍ୟକାରୀ କରିବା ସପକ୍ଷରେ ନଥିଲେ। ଅତଏବ ସେଇଠାରେ ରହିଲା ତାଙ୍କ କାର୍। ଗୋଟିଏ ନେପାଳୀ ଟ୍ୟାକ୍ସି ଯୋଗେ ଆମେ ଅଗ୍ରସର ହେଲୁ ରୂପେନଦେହି ଜିଲ୍ଲାର ଲୁମ୍ବିନୀ ଅଭିମୁଖେ। ଏ ମୂଲକ 2500 ବର୍ଷ ତଳେ କପିଳବାସ୍ତୁ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା। ସେତେବେଳେ ଭାରତରେ ଅସଂଖ୍ୟ ରାଜ୍ୟ, କିନ୍ତୁ ସମସ୍ତଙ୍କୁ ଏକ ମହାଭାରତୀୟ ଚେତନା ଭାଗବତ ଭିତ୍ତିରେ ଗୋଟିଏ ଭୂଖଣ୍ଡ ବା ଗୋଟିଏ ଜାତିରେ ସାମିଲ କରି ରଖିଥାଏ। ସେମାନେ ପରସ୍ପର ସଂଘର୍ଷରତ ରହିବା ସତ୍ତ୍ୱେ। ଭାରତର ଇତିହାସର ବହୁ ଦିଗ ଅଦ୍ୟାବଧି ଅନାଲୋଚିତ। ଜଣାଯାଏ ଏ ମୂଲକରେ ବୁଦ୍ଧଙ୍କ ସମୟରେ କେତେଗୁଡ଼ିଏ ରାଜ୍ୟରେ ରାଜତନ୍ତ୍ର ଓ ଗଣତନ୍ତ୍ରର ଏକ ବିଚିତ୍ର ସମନ୍ୱୟ ସାଧିତ ହୋଇଥିଲା। ଆଜି ଆମ ପାଇଁ ତାହା ବିଚିତ୍ର, କିନ୍ତୁ ସେତେବେଳର ସାମୂହିକ ମାନସିକତା ତାକୁ ସ୍ୱାଭାବିକ ଭାବରେ ହିଁ ଗ୍ରହଣ କରିଥିବ। ରାଜା ସମ୍ଭ୍ରାନ୍ତ ସମାଜ ଦ୍ୱାରା ମନୋନୀତ ବା ନିର୍ବାଚିତ ହେଉଥିଲେ, କିନ୍ତୁ ସିଂହାସନ ଆରୋହଣ ଅନ୍ତେ
ସେ ସମସ୍ତ ରାଜକୀୟ ଅଧିକାର ପ୍ରୟୋଗ କରୁଥିଲେ ଏବଂ ଶାସନଗତ ଦାୟିତ୍ୱ ନିର୍ବାହ କରୁଥିଲେ। ଶୁଦ୍ଧୋଧନ ଥିଲେ ସେହିଭଳି ଜଣେ ରାଜା। ରାମାୟଣ ଏବଂ ଭାଗବତକୁ ଶ୍ରୀରାମଚନ୍ଦ୍ର ଏବଂ ଶ୍ରୀକୃଷ୍ଣଙ୍କ ଜୀବନୀ ଭାବେ ଗ୍ରହଣ କଲେ ଭିନ୍ନ କଥା, କିନ୍ତୁ କୌଣସି ଐତିହାସିକ ଚରିତ୍ର ଉପରେ ପ୍ରଥମ ଜୀବନୀ ହେଲା କନିଷ୍କଙ୍କ ରାଜସଭାର ସଦସ୍ୟ ଅଶ୍ୱଘୋଷଙ୍କ ରଚିତ ବୁଦ୍ଧ ଚରିତ। ଏହା କିନ୍ତୁ ଏକ କାବ୍ୟଭିତ୍ତିକ ରଚନା, ଘଟଣା ଉପରେ କଳ୍ପନାର ଅବାଧ ସୁରମ୍ୟ ପୁଟ। ପୌରାଣିକ ଯୁଗରେ ମହର୍ଷି କପିଳଙ୍କ ବାସସ୍ଥାନ କପିଳାବସ୍ତୁକୁ ଯେଭଳି ସମୃଦ୍ଧ ନଗରୀ ଭାବରେ ସେ ଉପସ୍ଥାପନ କରିଛନ୍ତି, ତାହା ସମ୍ଭବତଃ ଆବେଗରଞ୍ଜିତ, ଯଥା ଅଭ୍ରଭେଦୀ ଉଚ୍ଚ ପ୍ରାସାଦ ସମୂହରେ ପୂର୍ଣ୍ଣ ସେ ନଗରୀ ନିଜ ଶୁଭ୍ରତା ଏବଂ ଉଚ୍ଚତା ଦ୍ୱାରା କୈଳାସ ଶୈଳୀର ଶୋଭା ଆତ୍ମସାତ କରିଥିଲା। ବ୍ରହ୍ମା ସମାଗତ ମେଘମାଳା ବହନ କରି ସେ ଅବା ସତରେ କୈଳାସ ବନିଯାଇଥିଲା। ରତ୍ନ ପ୍ରଭେଦ ଭାସିନୀ ସେ ନଗରୀରେ ଅନ୍ଧକାର ଭଳି ଦାରିଦ୍ର୍ୟର ମଧ୍ୟ ସ୍ଥାନ ନଥିଲା। ପରମ ଗୁଣବାନ ନାଗରିକ ବୃନ୍ଦଙ୍କ ସହ ଏକତ୍ର ବାସରେ ସନ୍ତୁଷ୍ଟ ଦେବୀ ଲକ୍ଷ୍ମୀ ତହିଁ ଥିଲେ ସହାସ୍ୟ ବଦନେ ବିରାଜିତ। ଶାକ୍ୟମାନଙ୍କ ଅର୍ଜିତ ଯଶ ସହ ଲୋକେ ଚନ୍ଦ୍ରମାର ତୁଳନା କରିଥାନ୍ତି, କିନ୍ତୁ ସେ ନଗରୀରେ ଉଡ୍ଡୀୟମାନ ପତାକା ଚନ୍ଦ୍ରର କଳଙ୍କ ମଧ୍ୟ ଅପସାରିତ କରୁଥିଲା। ମହିପାଳଗଣଙ୍କ ଶୀର୍ଷସ୍ଥାନାରୂଢ଼ ସୂର୍ଯ୍ୟବଂଶୀୟ ଶୁଦ୍ଧୋଧନ ନାମକ ଉଦାର ନରପତି ସେହି ସର୍ବୋତ୍ତମ ନଗରୀକୁ ବିକଶିତ ପଦ୍ମପ୍ରାୟ ଅଳଙ୍କୃତ କରିଥିଲେ। ସେ ରାଜାମାନଙ୍କ ଭିତରେ ସର୍ବଶ୍ରେଷ୍ଠ ହୋଇ ମଧ୍ୟ ସୈନ୍ୟବାହିନୀ ପୋଷଣ କରୁଥିଲେ। ସତତ ଦାନଶୀଳ ହୋଇ ମଧ୍ୟ ସେ ଅହଙ୍କାରୀ ନଥିଲେ। ଅଧୀଶ୍ୱର ହୋଇ ମଧ୍ୟ ସେ ଥିଲେ ସର୍ବଦା ସମଦୃଷ୍ଟି ସମ୍ପନ୍ନ। ସୌମ୍ୟ ସ୍ୱଭାବ ହେଲେ ମଧ୍ୟ ସେ ଥିଲେ ମହାଶକ୍ତିଶାଳୀ। ଏମନ୍ତ ଯେଉଁ ନଗରୀ, ତାର ଅଦୂରରେ ଲୁମ୍ବିନୀ ଉଦ୍ୟାନ। ମନେ ହୁଏ ସେ ଉଦ୍ୟାନ ନିକଟରେ ରାଜାଙ୍କର ଆଉ ଏକ ପ୍ରାସାଦ ଥିଲା। ରାଜକୀୟ ମୁଖ୍ୟ ଉତ୍ସବ ଅନୁଷ୍ଠାନମାନ ସେହି ଉଦ୍ୟାନ ପରିସରରେ ସମାହିତ ହେଉଥିଲା। ଦିନେ କିଶୋର ଗୌତମ ସେହି ଉଦ୍ୟାନରେ ଧ୍ୟାନସ୍ଥ ଥିବାବେଳେ ତାଙ୍କ କକାପୁଅ ଭାଇ ଦେବଦତ୍ତ କପୋତଟିଏ ଶରାଘାତ ଦ୍ୱାରା ତଳେ ପକାଇ ଦେଇଥିଲେ। ଏକଦା ଉଦ୍ୟାନ ସମ୍ବଳିତ ଏ ବିଶାଳ ସ୍ଥଳୀର ମଧ୍ୟବର୍ତ୍ତୀ ସ୍ଥାନରେ ରହିଥିଲା ଏକ ସରୋବର। ରାଣୀ ମାୟାଦେବୀ ତହିଁ ସ୍ନାନ ସମାପନ କରି ଜଳାଶୟ ଉପରକୁ ଅବନତ ଗୋଟିଏ ତରୁ ଶାଖା ଧରି କୂଳକୁ ଉଠିଥିଲେ ଏବଂ ତତ୍କ୍ଷଣାତ୍ ଜନ୍ମଗ୍ରହଣ କରିଥିଲେ ସିଦ୍ଧାର୍ଥ। ବୁଦ୍ଧଚରିତ ଭାଷାରେ ଦେବୀ ସେତେବେଳେ ଏକ ପୁଷ୍ପଭାରାନତ ଶାଖା ଅବଲମ୍ବନ କରି ଦଣ୍ଡାୟମାନ ଥିଲେ। ସେତେବେଳେ ବୋଧିସତ୍ତ୍ୱ ତାହାଙ୍କ କୁକ୍ଷି ଭେଦ କରି ଅବିଳମ୍ବେ ବିନିର୍ଗତ ହେଲେ। ପ୍ରାତେ ପ୍ରୟୋଦ ମଧ୍ୟରୁ ଉଜ୍ଜ୍ୱଳ ସୂର୍ଯ୍ୟପ୍ରାୟ ମାତୃକୁକ୍ଷୀଙ୍କୁ ନିଷ୍କ୍ରମଣ ପୂର୍ବକ ନିଜ ତେଜ ଦ୍ୱାରା ତମ ନିର୍ବାସିତ କରି ସେ ଜଗତକୁ କଲେ ସ୍ୱର୍ଣ୍ଣ ଭଳି ଉଜ୍ଜ୍ୱଳ। ଅଙ୍ଗୁତ୍ତର ନିକାୟରେ ବୁଦ୍ଧ ସ୍ୱୟଂ ନିଜ ଶୈଶବ ଏବଂ ଯୌବନ କଥା ପ୍ରସଙ୍ଗକ୍ରମେ ସ୍ମରଣ କରିଛନ୍ତି ଏହିପରି: ହେ ଭିକ୍ଷୁଗଣ, ମୁଁ ଥିଲି ସୁକୁମାର, ଅତ୍ୟନ୍ତ ସୁକୁମାର। ହେ ଭିକ୍ଷୁଗଣ, ମୋ ପାଇଁ ଖୋଦିତ ହୋଇଥିଲା ଅନେକ ଜଳାଶୟ। କେଉଁଠି ଉତ୍ପଳ, କେଉଁଠି ପଦ୍ମ ଏବଂ କେଉଁଥିରେ ବା ପୁଣ୍ଡରିକ ଉତ୍ପନ୍ନ ହେଉଥାଏ। ଏସବୁ ହେଉଥାଏ ମୋହରି ସକାଶେ। ହେ ଭିକ୍ଷୁଗଣ, କାଶୀର ଚନ୍ଦନ ବିନା ମୁଁ ଅନ୍ୟ କୌଣସି ଚନ୍ଦନ ବ୍ୟବହାର କରୁନଥିଲି। ମୋ ମସ୍ତକ ପରେ ଦିବାରାତ୍ରି ଛତ୍ର ଧାରଣ କରାହେଉଥାଏ। ଶୀତ ବା ଗ୍ରୀଷ୍ମ, ଧୂଳି ବା ତୃଣ ବା ହିମ କିଛି ହିଁ ମୋତେ ସ୍ପର୍ଶ କରିପାରୁନଥାଏ। ହେ ଭିକ୍ଷୁଗଣ, ମୋ ପାଇଁ ଥିଲା 3 ଗୋଟି ପ୍ରାସାଦ। ଗୋଟିଏ ହୈମନ୍ତିକ, ଅନ୍ୟଟି ଗ୍ରୈଷ୍ମିକ, ତୃତୀୟଟି ବର୍ଷାକାଳୀନ। ହେ ଭିକ୍ଷୁଗଣ, ଶେଷୋକ୍ତ ପ୍ରାସାଦରେ ବର୍ଷାକାଳ ବ୍ୟାପୀ ତର୍ଜ୍ଜୁବାଦିନୀ ନାରୀମାନେ ମୋତେ ବେଷ୍ଟନ କରି ରହୁଥିଲେ। ସେତେବେଳେ ମୁଁ ପ୍ରାସାଦରୁ ଅବତରଣ କରୁନଥିଲି। ଗୌତମଙ୍କ ସ୍ତ୍ରୀଙ୍କ 3ଟି ନାମରୁ 2ଟି ସର୍ବାଧିକ ପ୍ରଚଳିତ, ଗୋପା ଓ ଯଶୋଧରା। ସେ ଦଣ୍ଡପାଣି ନାମକ ସାମନ୍ତଙ୍କ କନ୍ୟା।
ରାଜା ଶୁଦ୍ଧୋଧନଙ୍କ ନିର୍ଦ୍ଦେଶ ଅନୁସାରେ ଗୌତମଙ୍କ ସକାଶେ କପିଳବାସ୍ତୁ ଏବଂ ପ୍ରତିବେଶୀ ନଗରୀ ସମୂହରୁ କନ୍ୟାମାନଙ୍କୁ ଆହ୍ୱାନ କରାଗଲା। ପିତାମାତାଙ୍କ ପାଖକୁ ଆବଶ୍ୟକୀୟ ବୟସ, ସୌନ୍ଦର୍ଯ୍ୟ ଏବଂ ଗୁଣ ସମ୍ବଳିତ ସର୍ତ୍ତପତ୍ର ପ୍ରେରଣ କରାଗଲା। ତଦନୁସାରେ ନିର୍ଦ୍ଦିଷ୍ଟ ଦିବସରେ ଉପନୀତ ହେଲେ ଅଭିଭାବକ ସମଭିବ୍ୟାହାରରେ ସୁକନ୍ୟାଗଣ। ଗୌତମଙ୍କ ଆଗ ଦେଇ ସେମାନେ ଧୀରେ ଧୀରେ ଚାଲି ଯାଉଥାନ୍ତି, କିନ୍ତୁ ଗୌତମ ସେମାନଙ୍କ ଆଡ଼କୁ ଦୃଷ୍ଟି ନ ଦେଇ ସେମାନଙ୍କ ହାତରେ ଖଣ୍ଡିଏ ଲେଖାଏଁ ସ୍ୱର୍ଣ୍ଣ ମୁଦ୍ରିକା ବା ତଦନୁରୂପ କିଛି ଉପହାର ଥୋଇ ଦେଉଥାନ୍ତି। କିନ୍ତୁ ଯେତେବେଳେ ଯଶୋଧାରା ତାଙ୍କ ଆଗରେ ଉଭା ହେଲେ, ସେ ସଲ୍ଲଜ ନୟନରେ ତାଙ୍କୁ ଅନାଇ ନିଜ କଣ୍ଠଦେଶରୁ ରତ୍ନହାର ବାହାର କରି ତାଙ୍କୁ ପିନ୍ଧାଇ ଦେଲେ। ଆଶ୍ଚର୍ଯ୍ୟର କଥା, ଏହାପରେ ବି ଦଣ୍ଡପାଣି ଘୋଷଣା କଲେ କି ତାଙ୍କ କନ୍ୟା ସ୍ୱୟଂବରା ହେବେ। ଏହି ଲୁମ୍ବିନୀ ଉଦ୍ୟାନରେ ହିଁ ସେ ସ୍ୱୟଂବର ସଭା ଆହୁତ ହୋଇଥିବା ଅନୁମେୟ। ଆମାତ୍ୟ ଦଣ୍ଡପାଣିଙ୍କ ସର୍ତ୍ତ, ଦୁଇଟି ଅମଣା ଅଶ୍ୱକୁ ବଶ କରି ଯିଏ ରଥରେ ଯୋଖି ସେ ଯାନ ଛୁଟାଇ ପାରିବ, ତାକୁ ହିଁ ବରଣ କରିବେ ତାଙ୍କ କନ୍ୟା। ସେଦିନ ବିରାଟ ଜନସମାବେଶ। ବେଶ୍ କେତେଜଣ ରାଜପୁତ୍ର ଏବଂ ରାଜକୁଳ ସମ୍ଭୂତ ଆଶାୟୀ ଯୁବକ ଦଣ୍ଡପାଣିଙ୍କ ସର୍ତ୍ତ ପାଳନ ଦିଗରେ ବ୍ରତୀ ହେବାକୁ ପ୍ରସ୍ତୁତ। ସେମାନଙ୍କ ଅନ୍ତର୍ଭୁକ୍ତ ରାଜାଙ୍କ ଭାତୃସ୍ପୁତ୍ର ନନ୍ଦ, ଆନନ୍ଦ ଏବଂ ଦେବଦତ୍ତ। ରାଜା ଶୁଦ୍ଧୋଧନ ଚିନ୍ତିତ ଓ ବିଷନ୍ନ, କାରଣ ଅନ୍ୟ ରାଜପୁତ୍ରଗଣ ତଥା ତାଙ୍କ ତିନି ଭାତୃସ୍ପୁତ୍ର ଅଶ୍ୱବଶୀକରଣ ଏବଂ ରଥଚାଳନାରେ ପାରଙ୍ଗମ। ସିଦ୍ଧାର୍ଥ ଗୌତମ ସେସବୁ ବିଦ୍ୟା ପ୍ରତି ଥିଲେ ବୀତସ୍ପୃହ। କ'ଣ ହେବ ଏ ପ୍ରତିଯୋଗିତାର ପରିଣତି? ଏକ ସୁସଜ୍ଜିତ ମଞ୍ଚ ଉପରେ ସଖୀ ଗହଣରେ ଦଣ୍ଡାୟମାନ ପ୍ରତିମୂର୍ତ୍ତ ସୌନ୍ଦର୍ଯ୍ୟ ଯଶୋଧରା କିନ୍ତୁ ଗୌତମଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। ସମ୍ଭବତଃ ପ୍ରତିଯୋଗିତାର ପରିଣତି ସମ୍ପର୍କରେ ସେ ସମାବେଶରେ ମାତ୍ର 2 ଜଣ ଥିଲେ ନିଶ୍ଚିତ, ସ୍ୱୟଂ ଗୌତମ ଏବଂ ଯଶୋଧରା। ଏକ ପରେ ଏକ ସବୁ ପ୍ରାର୍ଥୀ ଅଶ୍ୱ 2କୁ ବଶୀଭୂତ କରିବାରେ ହେଲେ ନିଷ୍ଫଳ। ଆସିଲା ନନ୍ଦ, ଆନନ୍ଦ ଏବଂ ଦେବଦତ୍ତଙ୍କ ପାଳି। ପ୍ରଥମ 2 ଜଣ ସାମାନ୍ୟ ଚେଷ୍ଟା କରି ଅପସରି ଆସିଲେ, କିନ୍ତୁ ପ୍ରାଣମୂର୍ଚ୍ଛା ଉଦ୍ୟମ କଲେ ଦେବଦତ୍ତ। 2 ବଳବାନ ପ୍ରାଣୀର ପଦାଘାତରେ ବିପର୍ଯ୍ୟସ୍ତ ହୋଇ ପ୍ରାୟ ସଂଜ୍ଞାହୀନ ହେବା ଯାଏ ତାଙ୍କ ପ୍ରୟାସ ଥାଏ ଅବ୍ୟାହତ। ଅବଶେଷରେ ମୁଣ୍ଡପୋତି ସେ ଅପସରି ଗଲେ। ଧୀର ପଦକ୍ଷେପରେ ଅଗ୍ରସର ହେଲେ ଗୌତମ। ବଦନରେ ନାହିଁ ଉତ୍ତେଜନାର କୌଣସି ଲକ୍ଷଣ, ସତ ଯେପରି ସେ ଏକ ଅଭ୍ୟସ୍ତ କର୍ମ ହିଁ କରିବାକୁ ଉଦ୍ୟତ। ସହସ୍ର କୌତୂହଳୀ ଉତ୍କଣ୍ଠିତ ନରନାରୀଙ୍କ ଉପସ୍ଥିତି ସମ୍ପର୍କରେ ସେ ଯେପରି ଅଜ୍ଞ। ଅଶ୍ୱ 2ଟି ତାଙ୍କ ସ୍ପର୍ଶରେ ନିଶ୍ଚଳ ହୋଇ ପରେ ପରେ ପ୍ରାୟ ଆତ୍ମସମର୍ପଣ କଲେ। ଗୌତମ ଦୁହିଁଙ୍କୁ ରଥରେ ଯୋଖି ତାହା ଆରୋହଣ କରି ଝଟତି ଉଦ୍ୟାନ ବାହାରକୁ ନିଷ୍କ୍ରାନ୍ତ ହେଲେ ଏବଂ ବିପୁଳ କରତାଳି ଓ ଜୟଧ୍ୱନି ଭିତରେ ଉଦ୍ୟାନ ଭିତରକୁ ପ୍ରତ୍ୟାବର୍ତ୍ତନ କଲେ। ସେ ରଥରୁ ଅବତରଣ କରି ପିତାଙ୍କୁ ପ୍ରଣାମ କଲେ, ଅଭିବାଦନ ଜଣାଇଲେ ଦଣ୍ଡପାଣିଙ୍କୁ। ଆନନ୍ଦ ଏବଂ ତାଙ୍କର ଅନ୍ୟ ବନ୍ଧୁମାନେ ତାଙ୍କୁ ମଞ୍ଚ ପାଖକୁ ଆଗେଇ ନେବା ସଙ୍ଗେ ସଙ୍ଗେ ଯଶୋଧାରାଙ୍କ ସଖୀମାନେ କନ୍ୟାଙ୍କୁ ତାଙ୍କ ଆଡ଼େ ଆଗେଇ ଆଣିଲେ। ମାଲ୍ୟାର୍ପଣ କରି ଯଶୋଧାରା ତାଙ୍କୁ ପ୍ରଣିପାତ କଲେ। ଉତ୍ଫୁଲ୍ଲ କଳରବରେ ସେଦିନ ଉଛୁଳି ଉଠିଥିଲା ଏ ଉଦ୍ୟାନ। କେବଳ ଗୋଟାଏ ମଣିଷ ବିଷାଦ ଓ କ୍ରୋଧରେ ଉନ୍ମତ୍ତ ପ୍ରାୟ ହୋଇ ଉଦ୍ୟାନ ବାହାରକୁ ଯାଇ ଗୌତମଙ୍କୁ ଅଭିସମ୍ପାତ ଦେଉଥିଲା, ସେ ଦେବଦତ୍ତ। ଆଶ୍ଚର୍ଯ୍ୟର କଥା, ଉଭୟ ଦେବଦତ୍ତ ଏବଂ ଆନନ୍ଦ ଗୌତମଙ୍କ ଭାଇ। ଗୌତମଙ୍କ ବୁଦ୍ଧତ୍ୱ ପ୍ରାପ୍ତି ଉତ୍ତାରୁ ଉଭୟେ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଦେବଦତ୍ତ ତାଙ୍କ ଜୀବନର ବହୁଳାଂଶ ଗୁରୁଦ୍ରୋହରେ ହିଁ ଅତିବାହିତ କରିବା ସ୍ଥଳେ ଆନନ୍ଦ ହୋଇପାରିଥିଲେ ବୁଦ୍ଧଙ୍କର ସର୍ବାଧିକ ବିଶ୍ୱସ୍ତ ବ୍ୟକ୍ତିଗତ ସେବକ। ସମାନ ପାରିବାରିକ ଓ ସାଂସ୍କୃତିକ ପଟ୍ଟଭୂମି ସତ୍ତ୍ୱେ ଚେତନାରେ କି ବିପୁଳ ବୈଷମ୍ୟର ଦୃଷ୍ଟାନ୍ତ! ସୁରକ୍ଷିତ ଜନ୍ମସ୍ଥଳୀର ଚତୁର୍ଦିଗରେ ପ୍ରାଚୀନ ସ୍ତୂପମାନଙ୍କର ଭଗ୍ନାବଶେଷ। ଅଶୋକଙ୍କ ପ୍ରତିଷ୍ଠିତ ଏସବୁ ସୌଧ ତଥା ତାଙ୍କ ଘୋଷଣା ସ୍ତମ୍ଭ ପ୍ରାୟ 1000 ବର୍ଷ କାଳ ବିସ୍ମୃତ ହୋଇ ରହିଥିଲା। 1895ରେ
ଜଣେ ଜର୍ମାନ ପୁରାତତ୍ତ୍ୱବିଦ୍ ଏସବୁ ଠାବ କଲାଯାଏ। 1997ରୁ ଏହା ୟୁନେସ୍କୋର ବିଶ୍ୱ ଐତିହ୍ୟ ଇମାରତମାଳାର ଅନ୍ତର୍ଭୁକ୍ତ। ବୈଶାଖ ପୂର୍ଣ୍ଣିମାରେ ଏହା ହୁଏ ମୁଖର, ହୁଏ ଉଦ୍ଭାସିତ, କହୁଥିଲେ ଜଣେ ପର୍ଯ୍ୟଟକ। ଆମ ପର୍ଯ୍ୟଟନ ସମୟରେ ବି ଜନସମାଗମ କମ୍ ନଥିଲା। ସେ ମୃଦୁ କୋଳାହଳ ଭିତରେ କିନ୍ତୁ ପ୍ରଚ୍ଛନ୍ନ ଥିଲା ନିସ୍ତବ୍ଧତାର ଏକ ଅବିଚଳ ସ୍ତର, ଏକ ନମ୍ର ଗମ୍ଭୀର ସ୍ୱର ଯାହା କେବଳ ମନ୍ଦ୍ରିତ ହୋଇପାରେ ଚେତନାର ସଙ୍ଗୋପନ ତନ୍ତ୍ରୀରେ।